ଯମରାଜ ପଠେଇଲେ କାହାକୁ ତାଙ୍କ ଦୂତମାନଙ୍କୁ ଯାଅ ଅଜାମିଳ ଜୀବନ ସାରା ପାପ କରିଛି ଜୀବନ ସାରା କିଛି ପୁଣ୍ୟ କରିନି ଗୋଟେ ଗୋଟେ ଲିଷ୍ଟ ଧରିକି ପଠେଇଦେଲେ ଯାଅ ତାକୁ ବାନ୍ଧିକି ଆଣ ତ ଯମଦୂତମାନେ ଗଲେ ଯମଦୂତମାନେ ଗଲେ ବିଷ୍ଣୁଦୂତମାନେ ହାଜର ହେଇଗଲେ ବିଷ୍ଣୁଦୂତମାନେ କହିଲେ ସାବଧାନ ତୁମେ ତାକୁ ନେଇପାରିବନି କହିଲେ ନାଇଁ ଆମକୁ ଯମରାଜ ପଠେଇଛନ୍ତି ଆମେ ନେବୁ ବାନ୍ଧିକି ସିଏ କହିଲେ ତମର ତାର ତ କିଛି ପାପ ନାହିଁ ସେ ପୁରା ପୁଣ୍ୟବାନ ଲୋକ ଭକ୍ତ ଲୋକ ତାକୁ ତୁମେ କେମିତି ତୁମର ଅଧିକାର ନାହିଁ ସେ କହିଲେ ନାଇଁ ଆମକୁ ଯମରାଜ ଏଡ଼ର ଲିଷ୍ଟ ଧରି ପଠେଇଛନ୍ତି ଦେଖନ୍ତୁ ସିଏ କହିଲେ ନାଇଁ ହେବନି ସିଏ ଯେଉଁ ତାର ପୁଅ ନାଁ ଡାକିଲା ନାରାୟଣ ବୋଲିକିରି ସେଥିରେ ସବୁ ଯାହା ପାପ ତାର ନଷ୍ଟ ହେଇଯାଇଛି ଯମଦୂତମାନେ କହିଲେ ସେ ତ ତା ପୁଅ ନାଁ ଡାକିଛି ଭଗବାନଙ୍କୁ ଡାକିନି ସେ କହିଲେ ନାଇଁ ତା ପୁଅ ନାଁ ଯେଉଁ ନାରାୟଣ ସେଇଟା ଭଗବାନଙ୍କ ନାଁ କିଛି ବୁଝିପାରିଲେନି ତାଙ୍କ ମୁଣ୍ଡ କାମ କଲାନି ସେସବୁ ଜିଦ୍ ଧରିଲେ ତାପରେ ଯମଦୂତ ବିଷ୍ଣୁଦୂତ ଫାଇଟିଂ କଲେ ତାଙ୍କୁ ପରାସ୍ତ କରିକିରି ସେ ପୁରା ଅବସ୍ଥା ଖରାପ ହେଲା ଯମରାଜ ପାଖରେ ଲମ୍ବା ଷ୍ଟୋରି ମୁଁ କହୁନି ମୁଁ ସର୍ଟକଟ୍ରେ କହିବାର ଅର୍ଥ କ'ଣ ନା ଯମଦୂତମାନେ ମଧ୍ୟ ବାଉଳି ହେଇଗଲେ ଧର୍ମ କ'ଣ ଆମ ତ ଜାଣିଛେ ଯମରାଜ ଧର୍ମରାଜ ସେ ତ ଠିକ୍ ନ୍ୟାୟ ଦେଇକିରି ପଠେଇବେ ଆମକୁ ଠିକ୍ ଲୋକ ପାଖକୁ ପଠେଇବେ ବାନ୍ଧି ଆଣିବା ପାଇଁ ଆମେ ଫେଲ୍ ହେଉଛୁ ବାନ୍ଧିକି ଆଣିପାରୁନୁ ସେ ବୁଝିପାରୁନାହାନ୍ତି ଆହୁରି ଗୋଟିଏ ଘଟଣା ଅଛି କ'ଣ ବୃତ୍ତାସୁର କଥା ଭାଗବତରେ ବର୍ଣ୍ଣନା କରାହେଇଛି ଯେତେବେଳେ ଇନ୍ଦ୍ରକୁ କହିଲେ ଯାଅ ବୃତ୍ତାସୁରକୁ ବଧ କର ଇନ୍ଦ୍ର ନାଇଁ କଲା ନାଇଁ ମୁଁ ଜାଣିଛି ସେ ଅସୁର ହେଲେ ମଧ୍ୟ ସେ ଭଗବାନଙ୍କର ଭକ୍ତ ମୁଁ ତାକୁ ମାରିନି ତାପରେ ଆପଣ ଦେଖନ୍ତୁ ବୃତ୍ତାସୁର ଇନ୍ଦ୍ର ଭିତରେ ଯେଉଁ ଯୁଦ୍ଧ ହେଇଛି ବହୁତ ମଜା ଯୁଦ୍ଧ ମାନେ ସେ ବୃତ୍ତାସୁର ସେ ଯୁଦ୍ଧ ଭିତରେ ଭଗବାନଙ୍କୁ ପ୍ରାର୍ଥନା କରୁଛି ସେ ଇନ୍ଦ୍ର ସେ ପ୍ରାର୍ଥନା ଶୁଣି ଘାବରା ହେଇଯାଉଛି ତ ଏତେ ବଡ଼ ଭକ୍ତ ମୁଁ ଆକୁ କ'ଣ ମାରି ସେ ପୁରା ପାଗଳ ହେଇଯାଉଛି ଭକ୍ତଟାକୁ ମାରି ସାହସ ହେଉନି ମାରିବାକୁ ତ ଯେତେ ସବୁ ମୁନି ଋଷି ସବୁ ଯାକ ମିଶିକିରି ଇନ୍ଦ୍ରକୁ ଟିକେ ଉସ୍କେଇଲେ ଟେକିଲେ ବୋଲେ ନାଇଁ ମାର ମାର କିଛି ଅସୁବିଧା ହେବନି ମାର ଆମେ ସବୁ ଅଛୁ ଆମେ ତୁମକୁ ହେଲ୍ପ କରୁ ସାହାଯ୍ୟ କରୁ କିନ୍ତୁ ଯେତେବେଳେ ଫାଇଟିଂ ହେଲା ଯୁଦ୍ଧ ହେଲା ଇନ୍ଦ୍ର ବୃତ୍ତାସୁରକୁ ବଧ କରିଦେଲେ ମରିଗଲା ସାଙ୍ଗେ ସାଙ୍ଗେ ତାଙ୍କୁ ଦୋଷ ଲାଗିଗଲା କାହାକୁ ଇନ୍ଦ୍ରକୁ ହଁ ପାପ ନେଲେ ଇନ୍ଦ୍ର ସେ କହିଲେ ତମ ଆମର ଭଗବାନଙ୍କର ନାମ ନାରାୟଣ ନାମ ଭଗବାନ କୃଷ୍ଣଙ୍କ ନାମ ବହୁତ ପାୱାରଫୁଲ୍ ଆଉ ସେ ତମେ ଯଦି ଇନ୍ଦ୍ରକୁ ତମେ ବୃତ୍ତାସୁରକୁ ତମେ ବଧ କରିବ ଆମେ ସବୁ ହେଲ୍ପ କରୁ ନାମ ଉଚ୍ଚାରଣ କରୁ ସବୁ କରୁ ଆଉ ତା ଦ୍ୱାରା ତୁମର ପାପ କଟିଯିବ ଏଇ ଜିନିଷ ଶୁଣିଲା ସେ ଉତ୍ସାହିତ ହେଇକରି ଯୁଦ୍ଧ କଲେ କିନ୍ତୁ ଯେତେବେଳେ ପରାସ୍ତ ହେଇଗଲେ ସାଙ୍ଗେ ସାଙ୍ଗେ ଆମକୁ ପାପ ଲାଗିଲା ତ ମୁନି ଋଷିମାନେ ସମସ୍ତଙ୍କୁ କହିଲେ ମୋତେ ପାପ କେମିତି ଲାଗିଲା ତୁମେ ତ କହୁଥିଲ ଲାଗିବନି ବୋଲିକିରି ନା ଆମେ ଯେଉଁ କହିଲୁ ତୁମକୁ ନାମ କଲେ ତୁମର ପାପ ନଷ୍ଟ ହୋଇଯିବ ତୁମେ ସେ ବିଶ୍ୱାସରେ ତୁମେ ପରାସ୍ତ କଲ ତାଙ୍କୁ ବୁଝିପାରିଲ ହେଲେ ନାମ କରିବା ଦ୍ୱାରା ପାପ ହେବନି ଆଉ ପାପ କଟିଯିବ ହେଲେ ଏଇଟା କ'ଣ ହେଲା ନା ନାମ ବଳରେ ପାପ ବୁଦ୍ଧି ହେଲା ତୁମର ନାମ କଲେ ପାପ କଟିବ କିନ୍ତୁ କିଏ ଯଦି ଭାବିବ ମୁଁ ନାମ ପାପ ଏବେ କରିଦେବି ତାପରେ ନାମ କରିକି ପାପ ଯାହା କଟେଇଦେବି ହେଲେ ନାମ ବଳେ ପାପ ବୁଦ୍ଧି ହେଇଗଲା ତେଣୁ ତୁମକୁ ଦୋଷ ଲାଗିଲା ବୁଝିପାରିଲେନି ଇନ୍ଦ୍ର ମଧ୍ୟ ବୁଝିପାରିଲେନି ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ବୁଝିପାରୁନାହାନ୍ତି ଧର୍ମ କ'ଣ ଚିନ୍ତା କରନ୍ତୁ ଆଉ ସାଧାରଣ ଲୋକ କଥା କ'ଣ କହିବା ଆହୁରି ବହୁତ ଉଦାହରଣ ଅଛି ଯେତେବେଳେ ବ୍ରହ୍ମାଙ୍କର ପୁଅ କିଏ ଦକ୍ଷ ପ୍ରଜାପତି ଗୋଟେ ସଭା ଚାଲିଥିଲା ସ୍ୱର୍ଗରେ ବ୍ରହ୍ମାଙ୍କ ପୁଅ ଦକ୍ଷ ପ୍ରଜାପତି ସିଏ ଯାଇକି ସେ ସଭାରେ ପହଞ୍ଚିଲେ ଯେମିତି ସଭାରେ ପହଞ୍ଚିଲେ ସେଠି ଯେତେ ସବୁ ଦେବତାମାନେ ଥିଲେ ଇଭେନ୍ ବ୍ରହ୍ମା ମଧ୍ୟ ପ୍ରଜାପତିଙ୍କୁ ପ୍ରଣାମ କଲେ ସମସ୍ତ ଦେବତାମାନେ ପ୍ରଣାମ କଲେ କିନ୍ତୁ ଭଗବାନ ଶିବ ପ୍ରଣାମ କଲେନି ତ ଦକ୍ଷ ପ୍ରଜାପତି କ'ଣ ଭାବିଲେ ଇଏ ମୋର ଜୁଇଁ ପୁଅ ଇଏ ଶଙ୍କର ଶିବ ମୋର ଜୁଇଁ ପୁଅ ହେଇକରି ମୋ ଝିଅକୁ ବାହା ହେଇଛି ମୋତେ ପ୍ରଣାମ କରୁନି ତାର କେତେ ବଡ଼ ଘମଣ୍ଡ କିନ୍ତୁ ବୈଷ୍ଣବମାନଙ୍କର ଆମକୁ ଚିହ୍ନିବା ମହାକଷ୍ଟ ସାଧାରଣ ଲୋକଙ୍କୁ ଚିହ୍ନିବା ତ ସହଜ କିନ୍ତୁ ବୈଷ୍ଣବମାନଙ୍କୁ ଚିହ୍ନିବା ମହାକଷ୍ଟ ବୈଷ୍ଣବମାନେ ଏତେ ଉଚ୍ଚ ସ୍ତରରେ ଥାଉଛନ୍ତି
आमे तांको प्रणाम करिया पूर्वरु तांके मनरे आमको प्रणाम कर दउछ। तो ये जिनसटा से जानी पारला के दक्ष प्रजापति। तो कौन कला तार परिणाम सी समस्त निंदा, सी समस्त आगे शिवंकर निंदा कला। बोला ये मोर पिला मोर पुओ भाया, ये मोर जुई पुओ, ये होगी समस्ते प्रणाम कले, मत सम्मान कले, ये मत प्रणाम करनी, ये बदमासटा, ये बड़ भूल कर बड़ घमंड, ये प्रकार निंदा आरंभ करदेला। सी भाविला कौन ना ये दोषीरा किए शिवटा, किंतु ये कौन है ना से दोषरा ताकू लगिला, दक्ष प्रजापति की से अपराध लगिला, शिव को लगिला नहीं। तो सी ये कहर अर्थ दक्ष प्रजापति सी ब्रह्मांगर पुओ, केते बड़ पोस्ट, केते बड़ सी उच्च स्तर लोक, सी चिन्ह पारानी, सी जानी पारानी प्रकृति धर्म कौन।